ସୁଭଦ୍ରା ଯୋଜନାର ତୃତୀୟ କିସ୍ତିର ଟଙ୍କା ଏଇ ଅଗଷ୍ଟ ମାସ 9 ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସବୁ ମହିଳାମାନଙ୍କୁ ଟଙ୍କା ଯାଇଛି। ଆଉ ସରକାର ରିପୋର୍ଟ ମଧ୍ୟ ରହିଛି 1 କୋଟିରୁ ଉର୍ଦ୍ଧ୍ୱ ମହିଳା ଖାତାଙ୍କୁ ସରକାରୀ ସ୍ତରରୁ ପାଖାପାଖି 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର କରାଯାଇଛି। ମାତ୍ର ତାପରେ ବି ବହୁତ ମହିଳାଙ୍କ କମ୍ପ୍ଲେନ୍ ରହୁଛି କି ଆମମାନଙ୍କୁ ତୃତୀୟ କିସ୍ତିର ଟଙ୍କା ଆସିନାହିଁ। ତେବେ ସୁଭଦ୍ରା ଟଙ୍କା ଗଲା କୁଆଡ଼େ? ଦେଖନ୍ତୁ, ବହୁତ ମହିଳାଙ୍କର କମେଣ୍ଟ ଆସୁଛି ପ୍ରଥମ ଏବଂ ଦ୍ୱିତୀୟ କିସ୍ତିର ଟଙ୍କା ଆସିଛି କିନ୍ତୁ ତୃତୀୟ କିସ୍ତିର ଟଙ୍କା ଆସିନାହିଁ। ଆଉ ଅନେକ ମହିଳା ଅଛନ୍ତି ପ୍ରଥମ କିସ୍ତିର ଟଙ୍କା ଆସିଛି କିନ୍ତୁ ଦ୍ୱିତୀୟ ଏବଂ ତୃତୀୟ କିସ୍ତିର ଟଙ୍କା ଆସିନାହିଁ। ଏବେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି ବହୁତ ମହିଳା ଯେଉଁମାନେ ପ୍ରକୃତରେ ଜୀବିତ ଟଙ୍କା ପାଇବା ପାଇଁ ଯୋଗ୍ୟ, ମାତ୍ର ତାଙ୍କର ଷ୍ଟାଟସରେ ମୃତ ବା ଇନଏଲିଜିବୁଲ ଶୋ କରୁଛି, ଯେଉଁଥିପାଇଁ ସରକାର ତାଙ୍କର ଭୁଲ ମଧ୍ୟ ଗଣମାଧ୍ୟମ ଆଗରେ ମାନିଛନ୍ତି ଏବଂ ଆଗାମୀ ଦିନରେ ସରକାର ତରଫରୁ ପଦକ୍ଷେପ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ସୂଚନା କଣ ରହିଛି ଭିଡିଓରେ ଜାଣିବା। ଯଦି ଆପଣମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ତେବେ ଭିଡିଓକୁ ବିନା ସ୍କିପ୍ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ନିଅନ୍ତୁ, ଯାହା ଫଳରେ କି ଆମେ ଆଗକୁ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର 1 କୋଟିରୁ ଉର୍ଦ୍ଧ୍ୱ ମହିଳା ଖାତାଙ୍କୁ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମହିଳା ଖାତାଙ୍କୁ ଟ୍ରାନ୍ସଫର କରାଯାଇଛି ବୋଲି ସରକାର ରିପୋର୍ଟ ରଖୁଛନ୍ତି। ମାତ୍ର ଟଙ୍କା ମିଳିବା ପରଠୁ ଗୋଟିଏ କଥା ବାରମ୍ବାର କହିଛନ୍ତି କି ଆମର ତ କୌଣସି କିଛି ବି ତ୍ରୁଟି ନାହିଁ, ମାତ୍ର ଆମକୁ ଟଙ୍କା କାହିଁକି ଆସିଲା ନାହିଁ। ତେବେ ପ୍ରକୃତରେ ଏଇଠି କଥା ଉଠୁଛି କି ଟଙ୍କା ଯଦି ସରକାରୀ ସ୍ତରରୁ ପଠାଯାଉଛି ସକ୍ସେସଫୁଲି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି କି ନାହିଁ ତାର ବି ରିପୋର୍ଟ ସରକାର ଗଣମାଧ୍ୟମ ଆଗରେ ରଖିବା ଦରକାର। ଯେହେତୁ ଏଥର 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି ବୋଲି ରିପୋର୍ଟ କହୁଛି, ଏକାଥରେ ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ସକ୍ସେସଫୁଲି କ୍ରେଡିଟ୍ ହୋଇଛି ତ? କାହିଁକି ନା ଅନେକ ମହିଳାଙ୍କ କମେଣ୍ଟ ଆସୁଛି କି ଆମକୁ ଟଙ୍କା ଆସିନି ବୋଲି। ତ ପ୍ରଥମ କଥା, ଆପଣମାନେ ଯେତେଜଣ ବି ଏଇ ଭିଡିଓଟିକୁ ଦେଖୁଛନ୍ତି ସମସ୍ତେ କମେଣ୍ଟ କରି ଜଣାନ୍ତୁ ଯେଉଁମାନେ ସ୍ପେସିଆଲି ଟଙ୍କା ପାଇନାହାନ୍ତି। ଆଉ କୋଉ ଜିଲ୍ଲାରୁ ଭିଡିଓଟିକୁ ଦେଖୁଛନ୍ତି ତା ବି କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡିଓଟିକୁ ଦେଖି ସାରିବା ପରେ ହ୍ୱାଟ୍ସଆପ, ଫେସବୁକ ସବୁଆଡେ ଭିଡିଓଟିକୁ ଖେଳେଇ ଦେବେ। କୋଉଠି ନା କୋଉଠି ଆମରି ଭିଡିଓ ସରକାରୀ ଅଧିକାରୀ ଦେଖୁଛନ୍ତି। ଆଉ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗେ ତେବେ ଅନ୍ୟମାନଙ୍କୁ ସେୟାର କରିବେ, ଯାହାଦ୍ୱାରା କି ସରକାରଙ୍କ ପାଖରେ ଭିଡିଓଟି ପହଞ୍ଚି ପାରିବ। ଆଉ ଯେଉଁ ବିଷୟରେ ଆମେ ଆଲୋଚନା କରିବୁ ଏହା ଉପରେ ସରକାର ତରଫରୁ ତର୍ଜମା କରାଯିବା ଦରକାର। ମୁଁ ମଧ୍ୟ ନିଜ ସାହି ପଡିଶାରେ ଦେଖୁଛି ବହୁତ ମହିଳା ଅଛନ୍ତି ଯେଉଁମାନେ ପ୍ରଥମ କିସ୍ତିର ଟଙ୍କା ପାଇଥିଲେ କିନ୍ତୁ ଦ୍ୱିତୀୟ ଏବଂ ତୃତୀୟ କିସ୍ତିର ଟଙ୍କାକୁ ଅପେକ୍ଷା କରିଥିଲେ ଏକାଥରେ 10,000 ଟଙ୍କା ମିଳିବ ବୋଲି, କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ଯେହେତୁ ପୂର୍ବରୁ ସରକାର ଘୋଷଣା କରିଥିଲେ ଦ୍ୱିତୀୟ ଏବଂ ତୃତୀୟ କିସ୍ତିର ଟଙ୍କା ଏକାଥରେ ମିଳିଯିବ ବୋଲି। ଆଉ ଅନେକ ମହିଳା ଅଛନ୍ତି ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିର ଟଙ୍କା ପାଇଛନ୍ତି କିନ୍ତୁ ତୃତୀୟ କିସ୍ତିର ଟଙ୍କା ପାଇନାହାନ୍ତି। ଆଉ ମଧ୍ୟ ଅନେକ ମହିଳା ଅଛନ୍ତି ଯେଉଁମାନେ ଟୋଟାଲ ଉପରେ ଟଙ୍କାଟିଏ ପାଇନାହାନ୍ତି। ତେଣୁକରି ସରକାର ଏହା ଉପରେ ତର୍ଜମା କରାଯିବା ଦରକାର, ଯେହେତୁ ଏକାଥରେ ସମସ୍ତଙ୍କୁ ଟଙ୍କା ଦିଆଯାଉଛି। ଏମିତି ବହୁତ ମହିଳା ରହିଛନ୍ତି ଯେଉଁମାନେ ଇଲିଜିବୁଲ ପର୍ସନ କିନ୍ତୁ ଟଙ୍କା ପାଇପାରୁନାହାନ୍ତି। ତେଣୁକରି ସରକାରଙ୍କୁ ଆମେ ଏହି ଭିଡିଓ ମାଧ୍ୟମରେ ଅନୁରୋଧ କରୁଛୁ କି ଭଲ ଭାବରେ ଚେକ୍ କରି ଯେଉଁମାନେ ଇଲିଜିବୁଲ ସେମାନଙ୍କୁ ଟଙ୍କା ଦିଆଯାଉ। ଆଉ ଯେତେବେଳେ ସରକାର ସ୍ତରରୁ ଟଙ୍କା ଦିଆଯାଉଛି ସେମାନଙ୍କ ଷ୍ଟାଟସରେ କିଛି ବି ତ୍ରୁଟି ରହୁଛି ବା ତାଙ୍କ ଆପ୍ଲିକେସନରେ କିଛି ତ୍ରୁଟି ରହୁଛି, ତାଙ୍କ ଷ୍ଟାଟସରେ ଯଦି ଡାଇରେକ୍ଟ ମେନସନ କରାଯାଆନ୍ତା କି ଏଇ ତ୍ରୁଟି ପାଇଁ ସେମାନଙ୍କୁ ଟଙ୍କା ଯାଉନି, ତାହେଲେ ତାହାରି ଉପରେ ସେମାନେ ସୁଧାର ଆଣିବାକୁ ଚେଷ୍ଟା କରନ୍ତେ। କିନ୍ତୁ ସେମାନେ ନିଜେ ବି ଜାଣି ପାରୁନାହାନ୍ତି କୋଉ କାରଣରୁ ସେମାନଙ୍କୁ ଟଙ୍କା ଆସୁନି। ବା ପୂର୍ବରୁ 2ଟି କିସ୍ତିରେ ସବୁ ଠିକଠାକ ଥିଲା କିନ୍ତୁ ତୃତୀୟ କିସ୍ତିର ଏମିତି କଣ ହେଲା କି ଟଙ୍କା ଆସିଲା ନାହିଁ। ମାତ୍ର ସରକାର ରିପୋର୍ଟରେ କହି ଯାଉଛନ୍ତି କି ଆମେ ଏତେ କୋଟି ଟଙ୍କା ଦେଇଛୁ ବୋଲି, କିନ୍ତୁ ତାହା ପ୍ରକୃତରେ ଲୋକମାନଙ୍କୁ ପହଞ୍ଚି ପାରିନାହିଁ। ଏବେ ଆଉ ଗୋଟେ ଖବର ସରକାର କାନରେ ବାଜିବା ପରେ ସରକାର ତା ଉପରେ ତର୍ଜମା କରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆଉ ନିଜର ଭୁଲ ମଧ୍ୟ ମାନିଛନ୍ତି। ତା ଛଡା ବହୁତ ମହିଳାମାନେ ଟଙ୍କା ପାଇବା ପାଇଁ ଇଲିଜିବୁଲ କିନ୍ତୁ ତାଙ୍କ ଷ୍ଟାଟସରେ ମୃତ୍ୟୁ ବୋଲି ଶୋ କରୁଛି। ଆଉ କାହାକୁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିର ଟଙ୍କା ମିଳିଥିଲା କିନ୍ତୁ ତୃତୀୟ କିସ୍ତିର ଟଙ୍କା ମିଳିନାହିଁ। ତ ଆଉ କାହାକୁ ପ୍ରଥମ କିସ୍ତିର ଟଙ୍କା ମିଳିଥିଲା କିନ୍ତୁ ଦ୍ୱିତୀୟ ଏବଂ ତୃତୀୟ କିସ୍ତିର ଟଙ୍କା ମିଳିନାହିଁ। ତେଣୁକରି ସରକାରଙ୍କ ଦ୍ୱାରା ଭୁଲ ହୋଇଛି ବୋଲି ଗଣମାଧ୍ୟମରେ କହିଛନ୍ତି। ଆଉ ସରକାର
ସରକାର ମଧ୍ୟ କହିଛନ୍ତି ଅଙ୍ଗନବାଡି ଦିଦି ପ୍ରତ୍ୟେକ ଘରକୁ ଯାଇ ସର୍ଭେ କରିବେ ଆଉ ସର୍ଭେ ରିପୋର୍ଟ ଅନୁଯାୟୀ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଟୋଟାଲ ଉପରେ କହିବାକୁ ଗଲେ ସମସ୍ତେ ଯେମିତି ଏହି ଯୋଜନାର ଲାଭ ଉଠାଇ ପାରିବେ ସରକାର ଏହା ଉପରେ ବିଚାର କରିବା ଦରକାର। ଆଉ ସମସ୍ତେ ଆମ ସହ ଯୋଡ଼ି ହୋଇଥାନ୍ତୁ। ସରକାରୀ ସ୍ତରରୁ ଯେତେବେଳେ ଯାହା ବି ସୂଚନା ଆସୁଛି ସବୁର ସଠିକ ଅପଡେଟ କେବଳ ଆମରି ଭିଡିଓ ଆଉ ଆମ ଚ୍ୟାନେଲରୁ ପାଇପାରିବେ। ଆଉ ଯଦି ଆମ ଭିଡିଓ ଏଯାଏଁ ଦେଖୁଥାନ୍ତି ଆଉ ଭିଡିଓ ଯଦି ଭଲ ଲାଗୁଥାଏ ତେବେ ଭିଡିଓକୁ ଲାଇକ୍ ସେୟାର କରିବା ସହ ଯଦି ଆମ ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ କରିନାହାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ।